ହ୍ୟାଲୋ ହ୍ୟାଲୋ ଏଭ୍ରିୱାନ୍। ଆଜି ସକାଳର ଜଳଖିଆରେ ଥିଲା ମ୍ୟାଗି। ସବୁ ଗାଜର ମକା ପଡ଼ିକି ଟମାଟୋ ଦିଏ ପିଆଜ ପଡ଼ିକି ଗୋଟେ ଭେଜିଟେବୁଲ୍ ମ୍ୟାଗି ବନା ହେଇଥିଲା। ତାକୁ ମୁଁ ଝରକା ପାଖରେ ରଖିକି ବାହାରର ଭିଟାମିନ୍ ଡି ନେବା ସହିତ ପେଟକୁ ମ୍ୟାଗି ନେଇଥିଲି। ଦିନବେଳା ଆଜି ଥିଲା ସବୁ ପନିପରିବା ପଡ଼ିକି ଡାଲମା, ତା ସହିତ ଶାଗ ଆଳୁ ଦିଆ ହେଇକି ଭଜା ହେଇଥିଲା। ତା ସହିତ କଦଳୀ କାନ୍ଧିର ଶେଷରେ ଯେଉଁ କଦଳୀ ଫୁଲ ଥାଏ ପାଖୁଡ଼ା ପାଖୁଡ଼ା ହେଇକି ସେଇ କଦଳୀ ଫୁଲକୁ ଆଳୁ ଦିଆ ହେଇକି ଚେକା ଚେକା ହେଇ ଭଜା ହେଇଥିଲା। ତା ସହିତ ଥିଲା ଦହି ବାଇଗଣ। ଏତିକିରେ ମୁଁ ମୋର ଲଞ୍ଚ କରିଥିଲି। ସନ୍ଧ୍ୟାବେଳେ ଡବାରେ ଥିଲା ଦେଖିଲି ବାଦାମ ଲଡ଼ୁ। ବାଦାମରେ ଗୁଡ଼ ଗୋଳା ହେଇକି ତାକୁ ଲଡ଼ୁ ବନା ହେଇକି ପ୍ୟାକେଟ୍ ହେଇକି ମିଳେ, ସେ ବାଦାମ ଲଡ଼ୁ ଦୁଇଟା ଖାଇଥିଲି। ରାତିରେ ଆଜି ରୁଟି ବଦଳରେ ଥିଲା ପିଠା। ମୁଁ ମୋ ପାଇଁ ଗୋଟେ ସରୁଆ ଚକୁଳି କରିଥିଲି। ତା ସହିତ ଦିନର ଡାଲମା ରହିଯାଇଥିଲା ଏବଂ ବାଦାମ ଚଟଣି ବନା ହେଇଥିଲା। ସେଥିରେ ଛୁଙ୍କ ହେଇନଥିଲା, ମୋତେ ନର୍ମାଲ ବାଦାମ ଚଟଣି ଭଲ ଲାଗେ।